ଗାଁରେ ହାତୀ ପଲଙ୍କ ଉତ୍ପାତ ଏକର ଏକର ଧାନ ଫସଲ ନଷ୍ଟ କଲେ। ସୁନ୍ଦରଗଡ଼ ବଣାଇ ରେଞ୍ଜର ସରସରା ସେକ୍ସନ ଏବଂ ଧରଣୀଧରପାଲି ସେକ୍ସନ ଅଞ୍ଚଳରେ 9ଟିକିଆ ହାତୀ ପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। 5ରୁ 6ଟି ଗାଁ ହାତୀ ପଲଙ୍କ ଉତ୍ପାତରେ ଅତିଷ୍ଠ ହୋଇପଡ଼ିଛନ୍ତି। କିଛିଦିନ ତଳେ ସରସରା ସେକ୍ସନ ଅଞ୍ଚଳରେ ଜଣେ ବ୍ୟକ୍ତିକୁ ମାରିଥିବା ବେଳେ ଜଣେ 12 ବର୍ଷର ବାଳକ ମଧ୍ୟ ଗୁରୁତର ହୋଇଥିଲା। ଗତକାଲି ରାତିରେ 9ଟିକିଆ ହାତୀପଲ ଧରଣୀଧରପାଲି ସେକ୍ସନର ଝାରବେଡ଼ା, ଶିବନାଥପୁର, ମୁସାପୋଷ, ଘଟପୋଷ ଅଞ୍ଚଳକୁ ଆସି ପାଚିଲା ଧାନ ଫସଲ ନଷ୍ଟ କରିଥିଲେ। ଏପଟେ ବନ ବିଭାଗ ରାତିରେ ହାତୀ ପଲଙ୍କୁ ଘୋଡ଼ାଇବାକୁ ଚେଷ୍ଟା କରୁଛି। ଗାଁରେ ହାତୀ ପଲଙ୍କ ଉତ୍ପାତ ଏକର ଏକର ଧାନ ଫସଲ ନଷ୍ଟ କଲେ। ସୁନ୍ଦରଗଡ଼ ବଣାଇ ରେଞ୍ଜର ସରସରା ସେକ୍ସନ ଏବଂ ଧରଣୀଧରପାଲି ସେକ୍ସନ ଅଞ୍ଚଳରେ 9ଟିକିଆ ହାତୀ ପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। 5ରୁ 6ଟି ଗାଁ ହାତୀ ପଲଙ୍କ ଉତ୍ପାତରେ ଅତିଷ୍ଠ ହୋଇପଡ଼ିଛନ୍ତି। କିଛିଦିନ ତଳେ ସରସରା ସେକ୍ସନ ଅଞ୍ଚଳରେ ଜଣେ ବ୍ୟକ୍ତିକୁ ମାରିଥିବା ବେଳେ ଜଣେ 12 ବର୍ଷର ବାଳକ ମଧ୍ୟ ଗୁରୁତର ହୋଇଥିଲା। ଗତକାଲି ରାତିରେ 9ଟିକିଆ ହାତୀପଲ ଧରଣୀଧରପାଲି ସେକ୍ସନର ଝାରବେଡ଼ା, ଶିବନାଥପୁର, ମୁସାପୋଷ, ଘଟପୋଷ ଅଞ୍ଚଳକୁ ଆସି ପାଚିଲା ଧାନ ଫସଲ ନଷ୍ଟ କରିଥିଲେ। ଏପଟେ ବନ ବିଭାଗ ରାତିରେ ହାତୀ ପଲଙ୍କୁ ଘୋଡ଼ାଇବାକୁ ଚେଷ୍ଟା କରୁଛି।